ଗୋଟିଏ ଗାଁରେ ଜଣେ ମୁଖିଆ ରହୁଥିଲେ। ସେଇ ମୁଖିଆଙ୍କ ନାଁ ହେଲା ଦାମୁ। ସେ ନିଜ ଘରର ସୁରକ୍ଷା ପାଇଁ ଗୋଟିଏ କୁକୁର ରଖିଥିଲେ। ତାହାର ନାଁ ହୀରା ବୋଲି ଦେଇଥିଲେ। ସେ ହୀରାକୁ ନିଜ ପୁଅଠାରୁ ବି ବେଶୀ ଭଲ ପାଉଥିଲେ। ସେ ତାକୁ କେବେ ଅନୁଭବ କରିବାକୁ ଦେଇନାହାନ୍ତି କି ଏହା ଗୋଟେ କୁକୁର ବୋଲି। ହୀରା ମଧ୍ୟ ମାଲିକକୁ ବହୁତ ଭଲ ପାଏ। ମାଲିକ ଯେତେବେଳେ ଘରୁ ବାହାରକୁ ଆସନ୍ତି ତ ହୀରା ଜମା ଯିବାକୁ ଦିଏନି। ଏତେ ଭଲ ପାଇଯାଇଥିଲା ଯେ ଆଉ ଯେବେ ବାହାରୁ ମାଲିକ ଆସନ୍ତି ହୀରା ସାଙ୍ଗେ ସାଙ୍ଗେ ଧାଇଁ ପଳାଏ। ମୋ ମାଲିକ କ'ଣ ଖାଇବାକୁ ଆଣିଛନ୍ତି କି ମୋ ପାଇଁ? ଏମିତି ହୀରା ଓ ଦାମୁଙ୍କ ଭିତରେ ଚାଲି ରହିଲା। ସେ ତାକୁ ଗାଧେଇବା ପାଇଁ ମଧ୍ୟ ସୋରୁମକୁ ନେଇଯାଆନ୍ତି। ହୀରା ପିଛା ସେ ଅନେକ ଗୁଡ଼ିଏ ଟଙ୍କା ଖର୍ଚ୍ଚ କରନ୍ତି। ଏମିତିକି ଶୀତ ଦିନ ହେଲେ ହୀରାକୁ ସେ ପ୍ୟାଣ୍ଟ ସାର୍ଟ ମଧ୍ୟ ପିନ୍ଧାଇ ଦିଅନ୍ତି। ଦିନକର କଥା କ'ଣ ହେଇଛି, ଦାମୁ ଘରରେ କିଛି ଚୋର ବସି ଆସିଲେ। ଦାମୁ ମଧ୍ୟ ଶୋଇଛି ସେଇ ଟାଇମରେ। ବହୁତ ରାତ୍ର ହୋଇଛି। ହୀରାର ନିଦ ଭାଙ୍ଗିଛି। ହୀରା ସେ ଚୋରମାନଙ୍କୁ ଦେଖିଛି। ତ ଦାମୁ ଘରୁ ସେ ଚୋରେଇଲେ। ହୀରାକୁ ବାନ୍ଧି ଦେଇଛି ଦାମୁ। ହୀରା ଆଉ ଭୋକୁଛି, କିଛି କରିପାରୁନି। ଦାମୁ ଭାବୁଛି କି ତାକୁ ଭୋକ ହେଉଛି ବୋଲି। ଦାମୁ ପାଖରେ ମଧ୍ୟ ସେଦିନ କିଛି ଖାଇବା ପାଇଁ ନଥିଲା ହୀରାକୁ ଦେବାକୁ। ଦାମୁ ସେଥିପାଇଁ ଗାଲେଇକି ଶୋଇପଡ଼ିଲା। କହିଲା କି ସକାଳୁ ଉଠିଲେ ମୁଁ ହୀରାକୁ ଖାଇବା ପାଇଁ ଦେବି। ହୀରା ମଧ୍ୟ ଭୋକି ଚାଲିଲା। ତାପରେ ଦାମୁ କିଛି ସମୟ ପରେ ଉଠି ଆସେ କ'ଣ ପାଇଁ ଭୋକୁଛି ବୋଲି। ଦେଖେ ତ ଚୋରମାନେ ସବୁ ସୁନା ରୂପା ଚୋରେଇ ନେଇଯାଇଛନ୍ତି। ତ ଦାମୁ ଏମିତି ଦୃଶ୍ୟ ଦେଖି କାନ୍ଦି ପକାଇଲା। କହିଲା କି ଭୁଲ କଲି ମୁଁ ହୀରା ମୋତେ ରକ୍ଷା କରୁଥିଲା। ମୁଁ ଭାବିଲି ସେ ଭୋକରେ ଅଛି ବୋଲି। ଦାମୁ ହୀରାକୁ କୁଣ୍ଢାଇ ପକାଇଲା। ତାପରେ ହୀରାକୁ ଦାମୁ ଖୋଲିଦେଲା। ତାପରେ ହୀରା ସମସ୍ତଙ୍କ ମୁହଁକୁ ତ ମନେ ରଖିଦେଇଛି ଚୋରମାନଙ୍କର। ହୀରା ଦୌଡ଼ି ଦୌଡ଼ି ଯାଇ ଧଇଲା ସେମାନଙ୍କୁ। ଦାମୁ ତାର ସୁନା ରୂପା ପାଇପାରିଲା। ଯାହାଫଳରେ ଦାମୁ ହୀରାକୁ ନିଜ ପୁଅଠାରୁ ବି ଅଧିକ ରଖୁଥିଲା। ତ ଏବେ ଏତେ ଭଲ ପାଇ ବସିଲା ଯେ ତା ପାଇଁ ଗୋଟେ ଘର ତୋଳିଦେଲା ଏବଂ ହୀରା ପାଇଁ ଗୋଟିଏ ବୋହୂ ଖୋଜି ଆଣିଲା। ହୀରା ବାହା ହେଇ ଘର ସୁଖ ସଂସାର ଶାନ୍ତିରେ କଲା। ଯଦି ଗପଟି ଆପଣମାନଙ୍କୁ ଭଲ ଲାଗିଥିବ ତ ନିଶ୍ଚୟ ଲାଇକ୍ କରିବେ, କମେଣ୍ଟ କରିବେ ଓ ସେୟାର କରିବେ।